ଶୁଣ ହେ ଗୋପାଳ ଭାଇ ପଚାରୁଛି ମୁଇଁ, ଘଣ୍ଟିକା ଗୁଡ଼ି ପିନ୍ଧିଣ ଆସିଅଛ ଧାଇଁ। ରୁଣୁ ଝୁଣୁ ଶବ୍ଦ କରି ଅଣ୍ଟା ନଚାଉଛ, ପୁନାଇଁ କହି ଆନନ୍ଦ ହେଉଛ। ଏବେ ମୋତେ କହିଦିଅ ଘଣ୍ଟିର ବିଚାର, ଘଣ୍ଟି ବାନ୍ଧି ଭୋଗ କେତେ କଟିର ମଧ୍ୟର। ପିତ୍ତଳ ଯେ କେଉଁଠାରେ ଜନମ ହୋଇଲା, ଘଣ୍ଟିକା ଗୁଡ଼ି ତାହାକୁ କିଏ ଯେ ପିନ୍ଧିଲା। ପ୍ରଥମରେ ସେ ଘଣ୍ଟି ଯେ କାହା ପାଶେ ଥିଲା, ଦ୍ୱିତୀୟରେ ସେ ଘଣ୍ଟିକୁ କିଏ ଯେ ପିନ୍ଧିଲା। ତୃତୀୟରେ ସେ ଘଣ୍ଟି ଯେ କାହା ପାଶେ ରହି, ଗୋଟି ଗୋଟି କରି ମୋତେ ଦେବ ଯେ ବୁଝାଇ। ଆମ୍ଭେମାନେ କେଉଁପରି ପାଇଲୁ ରେ ଭାଇ, ଅଚ୍ୟୁତ ବୋଲନ୍ତି ଦୋଷ ନ ଧରିବ କେହି। ଶୁଣ ହେ ଗୋପାଳ ଭାଇ ପଚାରୁଛି ମୁଇଁ, ଭଲ ଗଣ୍ଠି କଥା ଏବେ କହିଲୁ ରେ ଭାଇ। ଇଷ୍ଟ ଗୁରୁଙ୍କ ସେବାରୁ କିଛି ମୁଁ ଜାଣିଛି, ହେଲା ନ ହେଲାକୁ ଦୋଷ ନ ଧରିବ କିଛି। ଏକ ଦିନେ ପାର୍ବତୀଙ୍କୁ ଘେନି ଗଙ୍ଗାଧର, ସିଂହାସନେ ବସି ଦୁହେଁ କରନ୍ତି ଶୃଙ୍ଗାର। ବାସୁବାବୁ ଶବ ରହିଥିଲା ସିଂହାଦାରେ, ବ୍ୟାଗ ଛାଲ ପଡ଼ିଥିଲା ତାହାଙ୍କ ଚାମୁରେ। ବତାସ ଯୋଗରେ ବ୍ୟାଗ ଛାଲ ଯେ ଉଡ଼ିଲା, ବାସୁବାବୁ ଶବ ପରେ ଯାଇ ନ ପଡ଼ିଲା। ବ୍ୟାଗ ବୋଲି ହୁରୁଡ଼ିଲା ବାସୁବାବୁ ଶବ, ବହେ ପଳାଇନ୍ତଛନ୍ତି ଜଇଁ ସଦାଶିବ। ବୃଷଭକୁ ଅନାଇ ଦିଅନ୍ତେ ମହେଶ୍ୱର, ପାର୍ବତୀ ଛାଡ଼ନ୍ତେ ରେତ ହୋଇଲା ବାହାର। ପୀତବନ ରେତ ରଙ୍ଗ ଦେଖିଣ ପାର୍ବତୀ, ପିତ୍ତଳ ନାମରେ ତାହା ଦେଲେ ମହାସତୀ। ବିଶ୍ୱକର୍ମା ରାଇଘଡ଼ି ଘଣ୍ଟି ଯେ ଘାଗୁଡ଼ି, ବାସୁବାବୁ ଶବ ବେକେ ତାହା ଦେଲେ ଭିଡ଼ି। ଅନେକ ଦିନ ରହିଲା ବୃଷଭ ଗଳାରେ, ରଘୁରାଜ ଦତ୍ତ କଲେ ପାର୍ବତୀ ସେଠାରେ। ଅନେକ ଦିନ ରହିଲା ରଘୁରାଜ ପାଶ, ପରଶୁରାମ ଦତ୍ତ କଲେ ହରିଣ ହରେଶ। ଅନେକ ଦିନ ରହିଲା ପରଶୁରାମ ଠାରେ, ଦ୍ରୋଣଙ୍କୁ ସେ ଯାଚି ଦେଇ ଗଲେ ତପସ୍ୟାରେ। ଦ୍ରୋଣଠାରୁ ପାଇଲେ ଯେ ନନ୍ଦର କହ୍ନାଇ, ସେ ଘଣ୍ଟିକୁ ବାନ୍ଧି ବନେ ନାଚିଲେ ବଜାଇ। ଆମ୍ଭେମାନେ କେଉଁପରି ପାଇଲୁ ରେ ଭାଇ, ଅଚ୍ୟୁତ ବୋଲନ୍ତି ଦୋଷ ନ ଧରିବ କେହି।